ଭର୍ଚୁଆଲ ଷ୍ଟୁଡିଓରୁ ପ୍ରସାରିତ ହେଉଥିବା ଏହି ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ଆଜିର ଏହି ପାଠ୍ୟ ଆଲୋଚନାକୁ। ତେଣୁ ଆଜିର ଆଲୋଚନାର ବିଷୟ ହେଉଛି ନବମ ଶ୍ରେଣୀର ସାହିତ୍ୟ ବହିର ଯେଉଁ ରହିଛି ଆମର ପ୍ରକୃତ ବନ୍ଧୁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ଲିଖିତ, ତା ସମ୍ବନ୍ଧରେ ଆମେ ପୁନର୍ବାର ଆଲୋଚନା କରିବା। ତେଣୁ ଏହି ବିଷୟଟି ତ ନିଶ୍ଚିତ ଭାବରେ ତୁମେ ପଢ଼ିଛ ଏବଂ ଏଠି ମଧ୍ୟ ପଢ଼ା ହୋଇଛି। ତେଣୁ ଆଜିର ଏଇ ଯେଉଁ ଆଲୋଚନା କରିବା ଟିକେ ତୁମକୁ ଟିକେ ରିଫ୍ରେଶ କରାଇଦେବା ଲାଗି, ଟିକେ ମାନେ ମନେ ପକାଇଦେବା ଲାଗି ଆଜିର ଏଇ ଆଲୋଚନା। ତେଣୁ ପ୍ରକୃତ ବନ୍ଧୁ କ'ଣ, ପ୍ରକୃତ ବନ୍ଧୁର ସ୍ୱରୂପ କ'ଣ, ସେ ସମ୍ବନ୍ଧରେ ଆମେ ବିସ୍ତୃତ ଭାବେ ଟିକେ ଆଲୋଚନା କରିବା। ତ ନିଶ୍ଚିତ ଭାବରେ ଆଜିର ଆଲୋଚନା ପରୀକ୍ଷା ଉପଯୋଗୀ ହେବ ବୋଲି ମୁଁ ଆଶା କରୁଛି। ସମସ୍ତେ ମନ ଦେଇ ଶୁଣିବ ଏବଂ ଆଲୋଚନାରେ ଭାଗ ନେବ। ତେଣୁ ଏହାକୁ ବିସ୍ତୃତ ଭାବେ ଆଲୋଚନା କରିବା ଲାଗି ବର୍ତ୍ତମାନ ଆମେ ତେଣୁ ଆଜିର ଆଲୋଚନା ହେଉଛି ପ୍ରକୃତ ବନ୍ଧୁ ନବମ ଶ୍ରେଣୀର। ତେଣୁ ବାସ୍ତବରେ ପ୍ରକୃତ ବନ୍ଧୁ କ'ଣ, ତେଣୁ ଲେଖକ ତାଙ୍କର ଅନୁଭୂତିରୁ ସେ ବନ୍ଧୁତାର ଯେଉଁ ସ୍ୱରୂପକୁ ବାଛିଛନ୍ତି ବା ଯାହା କହିଛନ୍ତି ଆମ ଆଗରେ ତାକୁ ଆମେ ଦେଖିବା ଏବଂ ସିଏ ତାଙ୍କର ଜୀବନ ପଥରେ ତାଙ୍କରି ଯେତେ ସବୁ ବନ୍ଧୁ ପାଇଛନ୍ତି ତାଙ୍କୁ ସମସ୍ତଙ୍କୁ ସେ ତାଙ୍କର କଷଟି ପଥରେ ମାପିଛନ୍ତି ଏବଂ ମାପିକି ସେ ଗୋଟିଏ ହେଲେ ପ୍ରକୃତ ବନ୍ଧୁ ପାଇନାହାନ୍ତି, ଯୋଉଥିପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି। କିନ୍ତୁ ନିଶ୍ଚିତ ଭାବରେ ଆମେ ଆମ ଜୀବନ ଭିତରେ, ତୁମେମାନେ ମଧ୍ୟ ତୁମ ଛାତ୍ର ଜୀବନ ଭିତରେ ବହୁତ ଗୁଡ଼ିଏ ବନ୍ଧୁ ପାଇଥିବ। ତେଣୁ ବନ୍ଧୁତ୍ୱପଣରେ ତୁମେ ମାପିବ ଏବଂ ତାକୁ ପରଖିବ ଏବଂ ପରଖିକି ସେଇଠୁ ତୁମେ ଜାଣିପାରିବ ଯେ ପ୍ରକୃତରେ ବନ୍ଧୁ କିଏ ତୁମ। ତେଣୁ ଆଜିର এই ଆଲୋଚନାକୁ ଆଉ ଟିକେ ଆଗକୁ ନେବା। ତେଣୁ ପ୍ରଥମେ ଦେଖିବା ଆମର ଲେଖକ ପରିଚୟ। ତେଣୁ ଆମେ ଜାଣିଛେ ଏଇ ଯୋଉ ପ୍ରକୃତ ବନ୍ଧୁ ରହିଛି ତାର ପ୍ରାବନ୍ଧିକ ହେଉଛନ୍ତି କିଏ? ଗୋପାଳ ଚନ୍ଦ୍ର ପ୍ରହରାଜ। ତେଣୁ ଆଜିର ଆଲୋଚନା ଯୋଉ ରହିଛି ଗୋପାଳ ଚନ୍ଦ୍ର ପ୍ରହରାଜ, ପ୍ରଥମେ ଯେତେବେଳେ ଆମେ ଦୀର୍ଘ ଉତ୍ତରମୂଳକ ଲେଖୁଛେ, ଦୀର୍ଘ ଉତ୍ତରମୂଳକରେ ଆମେ ଟିକେ ଲେଖକଙ୍କର ପରିଚୟ ଦେବା, ପ୍ରାବନ୍ଧିକଙ୍କ ପରିଚୟ ଦେବା। ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଯେଉଁ କେତେ ଜଣ ସାରସ୍ୱତ ସାଧକ ତାଙ୍କର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ଜୀବନ୍ତ ଏବଂ ରୁଦ୍ଧିମନ୍ତ କରିଛନ୍ତି, ସେଇମାନଙ୍କ ମଧ୍ୟରୁ ଗୋପାଳ ଚନ୍ଦ୍ର ପ୍ରହରାଜ ହେଉଛନ୍ତି ଅନ୍ୟତମ। ଏଇ ମହାନ ଲେଖକଙ୍କର ଜନ୍ମ ହୁଏ 1874 ମସିହା ଏବଂ ମୃତ୍ୟୁ 1945। ତେଣୁ ଏ କଟକ ଜିଲ୍ଲା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗ୍ରାମରେ ଜନ୍ମିତ ଏଇ ମହାନ ଲେଖକ ଗୋଟେ ସମ୍ରାଟ ପରିବାରରେ ଜନ୍ମିତ। ତେଣୁ ତାଙ୍କର ଯଦି ଦେଖିବା ତାଙ୍କର ଲେଖା ବିଶେଷତ୍ୱ ତାଙ୍କର ଶବ୍ଦ ଚାତୁରୀ ଏବଂ ଶାଣିତ ବ୍ୟଙ୍ଗ ଏବଂ ବିଦ୍ରୂପ ଧର୍ମୀ ଲେଖା ପାଠକ ପାଠିକା ମାନଙ୍କର ହୃଦୟକୁ କରୁଥିଲା ଆନ୍ଦୋଳିତ। ତେଣୁ ତାଙ୍କର ଯୋଉ ଲେଖା ଥିଲା, ବିଶେଷ କରିକି ତାଙ୍କର ବିଶେଷତ୍ୱ ହେଉଛି ସାମାଜିକ ଅପପ୍ରଚାର ବିରୋଧରେ ତାଙ୍କର ଶାଣିତ ଖଡ୍ଗ ରୂପେ କାର୍ଯ୍ୟ କରୁଥିଲା। ତାଙ୍କର ଲେଖା ଗୁଡ଼ିକ ଏତେ ଶକ୍ତିଶାଳୀ ଥିଲା, ସେତେବେଳେ ଯୋଉ ସମାଜର ଯୋଉ ଅପପ୍ରଚାର ଥିଲା ତାରି ବିରୋଧରେ ଏଟା ଗୋଟେ ଶାଣିତ ଖଡ୍ଗ ଭଳି କାର୍ଯ୍ୟ କରୁଥିଲା। ତାପରେ ଗୋପାଳ ଚନ୍ଦ୍ର ପ୍ରହରାଜ ବିଶେଷ କରିକି ଆମେ ଦେଖିବା ଯଦି ଗୋଟେ ରମ୍ୟ ରଚକ ଭାବରେ, ଗୋଟେ ରମ୍ୟ ରଚକ ଲେଖକ ରୂପେ ସେ କଣ କରୁଥିଲେ ପରିଚିତ ଏବଂ ତାଙ୍କ ଦ୍ୱାରା ଯୋଉ ରଚିତ ସେ ଯୋଉ ଲେଖନୀ ଚାଳନା କରି ତାଙ୍କର ଯୋଉ ସାହିତ୍ୟରେ ଯୋଉ ସୃଷ୍ଟି କରିଛନ୍ତି, ବହୁତ ଭଲ ଭଲ ଲେଖା ମାନ ଅଛି। ସେଇମାନଙ୍କ ଭିତରୁ ହଉଛି ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ପାଇ ମହାନ୍ତିଙ୍କ ପାଞ୍ଜି ଏବଂ ନନାକ ବସ୍ତାନୀ, ଦୁନିଆର ହାଲଚାଲ, ଆମଘର ହାଲଚାଲ ଏବଂ ବାଇ ନାନୀଙ୍କ ବିଜୁଳି ଏବଂ ମିଆଁ ସାହେବଙ୍କ ରୋଜ ନାମଚାଲ। ତେଣୁ ତାଙ୍କର ଆଉ ଗୋଟେ ବିଶେଷତ୍ୱ ହଉଛି ତାଙ୍କର ଯୋଉ ସାରସ୍ୱତ ପ୍ରତିଭାର ଗୋଟେ କାଳଜୟୀ ନିଦର୍ଶନ ହଉଛି କଣ ନା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ନିଶ୍ଚିତ ଭାବରେ ତୁମର ଲାଇବ୍ରେରୀରେ ଥିବ, ଦେଖିବ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଯୋଉଥିରେ କି ପ୍ରତ୍ୟେକ ଓଡ଼ିଆର ଶବ୍ଦାର୍ଥ ଆମେ ସେଠି ପାଇବା। ଏବଂ ଏଇ ଯୋଉ ଆଜିର ଯୋଉ ଆଲୋଚ୍ୟ ବିଷୟ ହଉଛି ପ୍ରକୃତ ବନ୍ଧୁ, ଏଇ ପ୍ରକୃତ ବନ୍ଧୁ ଲେଖକଙ୍କର
ଦୁନିଆ ରୀତିଏ ପ୍ରବନ୍ଧରୁ ଏଠି ସଂକଳିତ ହୋଇଛି। ତେଣୁ ଏଇ ଯୋଉ ପ୍ରକୃତ ବନ୍ଧୁ, ତେଣୁ ଏଇ ଯୋଉ ଦୁନିଆ ରୀତିଏ ତାଙ୍କର ଯୋଉ ଲେଖା ସେଇଥିରୁ ଏଠି ସଂଗୃହୀତ କରାଯାଇଛି। ତେଣୁ ଆଜିର ଏଇ ଯୋଉ ସାମ୍ପ୍ରତିକ ଦୁନିଆ, ଆଜିର ଏଇ ଆଧୁନିକ ଦୁନିଆରେ ପ୍ରକୃତ ବନ୍ଧୁର ସ୍ୱରୂପ କଣ, ବନ୍ଧୁର ମହତ୍ୱତା କଣ, ଏବଂ ଏଇ ଯୋଉ ଲୋକମାନେ ଯୋଉ ବନ୍ଧୁତା ଛଳରେ ଛଳନା କରି ତିକ୍ତତା କରୁଛନ୍ତି ଏବଂ ସ୍ୱାର୍ଥ ଲାଳସା ରଖୁଛନ୍ତି, ତା ସମ୍ବନ୍ଧରେ ଏଠି ଆଲୋକପାତ କରିଛନ୍ତି। ତେଣୁ ଲେଖକ ସେଠି କହୁଛନ୍ତି ଯେ, ଏବେ ବିଷୟ ଭିତରକୁ ଯିବା, ଲେଖକ ତାଙ୍କର ଅନୁଭୂତିରୁ ବଖାଣୁଛନ୍ତି ଯେ, ଲେଖକ କହୁଛନ୍ତି ଯେ ପ୍ରଥମ 10 ବର୍ଷ ଅର୍ଥାତ୍ ବାଲ୍ୟ ଅବସ୍ଥା, ଯେତେବେଳେ ଶିଶୁଟି ହେଇକି ରହିଥିଲେ, ଭୁଲ କଣ ଠିକ କଣ ଜାଣିପାରୁନଥିଲେ, ସେଟାକୁ କୁହାଯାଉଛି ଅଣହେଜ, ଅର୍ଥାତ୍ ଠିକ କୋଉଟା ଭୁଲ କୋଉଟା ସେ ଜାଣିପାରୁନଥିଲେ। ତେଣୁ ସେଇଟାକୁ କହୁଛନ୍ତି ଯେ ପ୍ରଥମ 10 ବର୍ଷ ମୋର ଅଣହେଜ ଅବସ୍ଥାରେ କଟିଛି। ଏବଂ ଯେତେବେଳେ ତାଙ୍କର ମାନେ କଣ ହେଇଛି, ମାନେ ହେଜ ଆସିଛି, ହେତୁ ଆସିଛି, ସେତେବେଳେ କଣ ହେଇଛି ନା ସେଇ ଦିନଠାରୁ 57 ବର୍ଷ ପର୍ଯ୍ୟନ୍ତ ଏଠି କଣ କରିଛନ୍ତି ନା ନାନା ପରିସ୍ଥିତି ଅବସ୍ଥାରେ, ନାନା କ୍ଷେତ୍ରରେ ସେ କଣ କରିଛନ୍ତି, ଠକିଛନ୍ତି ଏବଂ ଠକିକିରି ମଧ୍ୟ ଶିଖି ପାରିନାହାନ୍ତି। ଆମେ କହୁଛେ ଯେ ଅନ୍ଧ ଥରେ ବାଡ଼ି ହଜାଏ, ବାଡ଼ି ହଜେଇଲା ପରେ ତାର ଯାହା ଶିଖିଲା ବା ସେ ଯୋଉ କଷ୍ଟ ଅନୁଭବ କଲା, ତା ପରବର୍ତ୍ତୀ ପର୍ଯ୍ୟାୟରେ ସେ ଆଉ କେବେ ହେଲେ ବାଡ଼ି ହଜେଇବ ନାହିଁ। କିନ୍ତୁ ଏଠି ପ୍ରାବନ୍ଧିକ ବାରମ୍ବାର ତାଙ୍କର ବାଡ଼ି ହଜେଇଛନ୍ତି, ବିଭିନ୍ନ ଅବସ୍ଥାରେ, ବିଭିନ୍ନ ପରିସ୍ଥିତିରେ ଠକିଛନ୍ତି ଏବଂ କିନ୍ତୁ ଠକିକିରି ସେ ଠେକି ପାରିନାହାନ୍ତି, ଶିଖି ପାରିନାହାନ୍ତି, ଯୋଉଥିପାଇଁ ସେ କଣ କରୁଛନ୍ତି, ନିଜେ ଦୁଃଖ ଅନୁଭବ କରୁଛନ୍ତି, ଦୁଃଖ ପ୍ରକାଶ କରୁଛନ୍ତି। ଏବଂ এই ଦୀର୍ଘ କାଳ ମଧ୍ୟରେ ଆମେ ଦେଖୁଛେ ଜନ୍ମତ ହଉ ବା ବିବାହତ ହଉ ଏବଂ ସମାଜତ ଏବଂ କର୍ମକ୍ଷେତ୍ରତ, ସଂସାରତ, ବ୍ୟବସାୟତ ଏବଂ ସାହିତ୍ୟତ, ସେ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥାତ୍ ତାଙ୍କର ଜୀବନ କାଳ ଭିତରେ ଯୋଉ ଯୋଉ କାର୍ଯ୍ୟରେ ସେ ସଂଶ୍ଳିଷ୍ଟ ଅଛନ୍ତି ବା ଜୀବନ କାଳ ମଧ୍ୟରେ ଯୋଉ ଲୋକଙ୍କ ସହିତ ବିବାହତ, ସମାଜତ, କର୍ମକ୍ଷେତ୍ରତ ହେଲା, ସଂସାରତ, ସାହିତ୍ୟ କ୍ଷେତ୍ରତ, এই ସବୁ କ୍ଷେତ୍ରରେ ଯୋଉ ଯୋଉ ଲୋକମାନଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହେଇଛି ଏବଂ ତା ସହିତ ତାଙ୍କର ଆଳାପ ମଧ୍ୟ ହେଇଛି, ତାଙ୍କର ବନ୍ଧୁତ୍ୱ ସ୍ଥାପନ ହେଇଛି। ତେଣୁ ଏଇ 7 ଦିନ ଆଳାପ ପରିଚୟ ମିଳିଛି। ତେଣୁ ବହୁ ଲୋକଙ୍କ ସହିତ ସେ ବନ୍ଧୁତା ସ୍ଥାପନ କରିଛନ୍ତି। ଏଇ ଯୋଉ ବନ୍ଧୁତା ସ୍ଥାପନ ବେଳେ ବେଳେ ଆମେ କଣ କରିଥାଉ ନା ମହାପ୍ରସାଦ ବନ୍ଧୁ, ଜଗନ୍ନାଥଙ୍କ ମହାପ୍ରସାଦ ବନ୍ଧୁ ବା ଜଗନ୍ନାଥ ମହାପ୍ରସାଦକୁ ଛୁଇଁ ବନ୍ଧୁତା ସ୍ଥାପନ କରାଯାଏ। ଏବଂ ତା ସହିତ ସଗୋତ୍ର ଏବଂ ଅସଗୋତ୍ର ବନ୍ଧୁ, ସପିଣ୍ଡ ଅସପିଣ୍ଡ ବନ୍ଧୁ, ସମଧର୍ମୀ ଅସମଧର୍ମୀ ଏବଂ ସହଯୋଗୀ ଅସହଯୋଗୀ ଏବଂ ସମଲେଖକ ଅସମଲେଖକ, ଏଇଭଳି ଭାବରେ ବହୁ ଲୋକଙ୍କ ସହିତ ସେ କଣ କରିଛନ୍ତି, ବନ୍ଧୁତା ସ୍ଥାପନ ହେଇଛି। ଏବଂ ସେଇ ବନ୍ଧୁଙ୍କ ମାନଙ୍କ ସହିତ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେଇଛି, ତାଙ୍କ ଭିତରେ ଭାବର ଆଦାନ ପ୍ରଦାନ ଘଟିଛି। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଇଏ ସବୁକୁ କଣ କରିଛନ୍ତି, ସେ ଦେଖିଛନ୍ତି। ଇଏ ସବୁ ଯେତେ ଗୁଡିଏ ତାଙ୍କର ଜୀବନ କାଳ ଭିତରେ ଯେତେ ସବୁ ବନ୍ଧୁ ଗୁଡିକ ସେ ବନ୍ଧୁତା ସ୍ଥାପନ କରିଛନ୍ତି, ଯାହା ସହିତ ସମ୍ପର୍କ ସ୍ଥାପନ ହେଇଛି, କିନ୍ତୁ ପ୍ରକୃତ ବନ୍ଧୁର ସ୍ୱରୂପ ସେ ଖୋଜି ପାଇନାହାନ୍ତି। ଏବଂ ଏଠି ଲେଖକ କଣ କରିଛନ୍ତି ନା ଗୋଟେ ସଂସ୍କୃତରେ ବର୍ଣ୍ଣିତ ଶ୍ଳୋକକୁ ଏଠି ଉଦ୍ଧାର କରିଛନ୍ତି, ତାଙ୍କର ପ୍ରକୃତ ବନ୍ଧୁର ସ୍ୱରୂପକୁ ଜାଣିବା ଲାଗି ବା ପାଠକ ପାଠିକା ମାନଙ୍କୁ ପ୍ରକୃତ ବନ୍ଧୁ କହିଲେ ଆମେ କାହାକୁ ବୁଝୁଛେ। ତେଣୁ ବାସ୍ତବରେ ଏଇ ଯୋଉ ଶ୍ଳୋକଟି ଅଛି, ତେଣୁ ଦୀର୍ଘ ଉତ୍ତର ଯେତେବେଳେ ଲେଖିବ ସେତେବେଳେ ଏ ଶ୍ଳୋକଟାକୁ ମଧ୍ୟ ଏଠି ରଖିବ, ସ୍ଥାନିତ କରିବ। ତେଣୁ ଏଠି କଣ କୁହାଉଛି ନା ପଣ୍ଡିତଙ୍କ ମତରେ ଏଠି କୁହାଉଛି ନା ଉତ୍ସବେ ବ୍ୟାସନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ଶ୍ମଶାନେ ଛ ଯଥିଷ୍ଠତି ସବାନ୍ଧବ। ଅର୍ଥାତ୍ ଉତ୍ସବ ସମୟରେ, ଉତ୍ସବେ ବ୍ୟାସନ ଚୈବ ଦୁର୍ଭିକ୍ଷ ସମୟରେ, ରାଷ୍ଟ୍ର ବିପ୍ଳବ ସମୟରେ ଯେତେବେଳେ କୌଣସି ଝଗଡ଼ା ଝାଟି ଲାଗିଥିବ ହେଲା କି ରାଷ୍ଟ୍ର ବିପ୍ଳବ, ତେଣୁ ଉତ୍ସବେ ବ୍ୟାସନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ଶ୍ମଶାନେ ଛ, ରାଜଦ୍ୱାର କହିଲେ ଯେତେବେଳେ ଆଇନ କାନୁନରେ ଯେତେବେଳେ ନ୍ୟାୟ ଭିକ୍ଷା ପାଇଁ ଆମେ ଯଦି କୋର୍ଟ କଚେରୀକି ଯାଉଛେ ସେତେବେଳେ, ଏବଂ ତ ସହିତ ଦୁଃଖ ସମୟରେ, ଯେ ତମ ପ୍ରତି ସମୟରେ ଏଇ ସବୁ କାର୍ଯ୍ୟ ସମୟରେ ତମର ପାଦେ ପାଦେ ଥାଏ, ପାଖେ ପାଖେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ। ଏବଂ ଆଉ ଗୋଟେ ଶ୍ଳୋକଟିକୁ ମୁଁ ଏଠି ଉଦ୍ଧାର କରିଛି, ଲେଖକ ରଖିନାହାନ୍ତି କିନ୍ତୁ ମୁଁ ଏଠି ଦେଇଛି, ପ୍ରତ୍ୟକ୍ଷ ପ୍ରିୟବାଦିନମ ପରୋକ୍ଷ କାର୍ଯ୍ୟହନ୍ତାରମ୍ ବର୍ଜ୍ୟ ଏତାଦୃଶମ୍ ବନ୍ଧୁ ବିଷକୁମ୍ଭଂ ପ୍ରୟମୁଖମ୍। ତେଣୁ ତମେ ଦେଖୁଥିବ ତମ ସାମ୍ନାରେ ମିଠା ମିଠା କଥା କହୁଥିବ ଏବଂ ତମର ଇନଡାଇରେକ୍ଟଲି ବା ତମର ପଛୁଆଟରେ
ପଛପଟେ ତମର ଅନିଷ୍ଟ କରୁଥିବ। ତେଣୁ ଏଭଳି ବନ୍ଧୁ ଯଦି ତମ ପାଖରେ ଅଛନ୍ତି ତାକୁ ତୁରନ୍ତ ତାଠାରୁ ଦୂରେଇ ରହିବ। କାହିଁକି ନା ସେ ବନ୍ଧୁ ହଉଛନ୍ତି କୋଉ ଭଳିଆ ନା ବିଷକୁମ୍ଭଂ ପ୍ରୟମୁଖମ। ଗୋଟେ ପାତ୍ରରେ ଉପର ଅଂଶରେ ଅମୃତ ଏବଂ ଟୋଟାଲି ମାନେ ପାତ୍ର ସାରା ବିଷ ଭରିଥିବ, କିନ୍ତୁ ଉପର ଅଂଶରେ ଖାଲି ଟିକେ ଅମୃତ ଥିବ। ତେଣୁ ସେଭଳି ବନ୍ଧୁ ହଉଛନ୍ତି ସେଇଭଳିଆ, ସେଇ ପାତ୍ର ବିଷକୁମ୍ଭଂ ପ୍ରୟମୁଖମ। ଏବଂ ତା ସହିତ ପ୍ରାବନ୍ଧିକ କଣ କରୁଛନ୍ତି, ତାଙ୍କର ଜୀବନ କାଳ ଭିତରେ ସମସ୍ତ ବନ୍ଧୁ ମାନଙ୍କୁ ସେ କଣ କରୁଛନ୍ତି, କଷଟି ପଥରେ ସେଠି କଣ କରୁଛନ୍ତି, ମାପିଛନ୍ତି, ପରୀକ୍ଷା କରିଛନ୍ତି। ଏବଂ ପରୀକ୍ଷା କରିକି ଯୋଉ ନିଷ୍କର୍ଷ ବାହାର କରିଛନ୍ତି ସେଥିରେ ଦେଖିଛନ୍ତି ଯେ ମୁଁ 4 ଜଣ ପ୍ରକୃତ ବନ୍ଧୁ ପାଇପାରିଲି ନାହିଁ। ତେଣୁ କାହାକୁ ମୁଁ ପ୍ରକୃତ ବନ୍ଧୁ କହିବି? ସମସ୍ତେ କଣ କରୁଛନ୍ତି, ଏଠି କହୁଛନ୍ତି ଯେ ସମସ୍ତେ ହଉଛନ୍ତି ସ୍ୱାର୍ଥ ଲାଳସାରେ ଲିପ୍ତ ସମସ୍ତ ବନ୍ଧୁ। ତେଣୁ ସ୍ୱାର୍ଥ ଚାଲିଗଲା ପରେ, ସ୍ୱାର୍ଥ ତାଙ୍କର ହାସଲ ହେଲା ପରେ ସେମାନେ କଣ କରନ୍ତି, ଛାଡି ଚାଲିଯାଆନ୍ତି। ତେଣୁ ଏଠି ତାପରେ କହୁଛେ ଯେ ସମସ୍ତେ ହଉଛନ୍ତି କଣ ନା, ଏଠି କବି ଲେଖକ ପ୍ରାବନ୍ଧିକ କହୁଛନ୍ତି ସମସ୍ତେ ହଉଛି ସ୍ୱାର୍ଥ ବା କାମର ପିଆରା ବନ୍ଧୁ। ସମସ୍ତେ ହଉଛନ୍ତି କାମର ପିଆରା ବନ୍ଧୁ। କାମର ପିଆରା ବନ୍ଧୁ ଗୁଡିକ କଣ କରନ୍ତି ନା, ପ୍ରକୃତ ପକ୍ଷେ ଦେଖିବ ଯେ ବନ୍ଧୁତ୍ୱ କିଭଳି ଭାବରେ, ଯୋଉମାନେ ସ୍ୱାର୍ଥ ଲିପ୍ସୁ, ଯୋଉମାନେ ସ୍ୱାର୍ଥରେ ଅନ୍ଧ, ସେମାନେ କଣ କରନ୍ତି ନା ବନ୍ଧୁର ଧନ ଦୌରବ, ପ୍ରତିପତ୍ତି ଏବଂ ତାର ପୋଜିସନ, ପଦବୀ, ଇଏ ସବୁକୁ ଦେଖିକି କଣ କରୁଛନ୍ତି, ଦୌଡ଼ି ଆସିଥାନ୍ତି ତମ ପାଖକୁ ବନ୍ଧୁତ୍ୱ ସ୍ଥାପନ କରିବା ଲାଗି। ତେଣୁ ଏଠି ଲେଖକ ସେଇ କଥାଟାକୁ କହୁଛନ୍ତି ଯେ ତାଙ୍କ ଜୀବନ କାଳ ଭିତରେ ଯୋଉ ବନ୍ଧୁ ଦେଖିଛନ୍ତି ସମସ୍ତେ ହଉଛନ୍ତି କାମର ବା ସ୍ୱାର୍ଥର ବନ୍ଧୁ। ଲେଖକ ଯେତେବେଳେ ଉଚ୍ଚ ପଦପଦବୀରେ ଥିଲେ ସେତେବେଳେ କଣ କରୁଛନ୍ତି, ତାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି ଏବଂ ନିଜର ଯେତେବେଳେ ସ୍ୱାର୍ଥ ସିଦ୍ଧ ପାଇଁ ବନ୍ଧୁତ୍ୱ ସ୍ଥାପନ କରୁଛନ୍ତି। ତେଣୁ ଯେତେବେଳେ ତାଙ୍କର ସ୍ୱାର୍ଥ ଯେତେବେଳେ ଦେଖନ୍ତି ଯେ ସ୍ୱାର୍ଥ ଆଉ ହାସଲ ହବ ନାହିଁ, ତେଣୁ ସେତେବେଳେ କଣ କରନ୍ତି, ସେମାନେ ଛାଡି ଚାଲିଯାଆନ୍ତି। ଯେମିତି ସାପରୁ କାତି ଛାଡେ, ସେମିତି ବନ୍ଧୁ ଗୁଡାକ ବନ୍ଧୁମାନଙ୍କ ପାଖରୁ ସେମିତି ଦୂରେଇ ଯାଇଥାନ୍ତି। ତେଣୁ ଏଠି ତାପରେ ଆମେ ଦେଖିବା ପ୍ରକୃତ ବନ୍ଧୁ କିଏ ନା, ପଣ୍ଡିତ ମାନେ କହିଛନ୍ତି ଯେ ପ୍ରକୃତ ବନ୍ଧୁ କିଏ ନା, ପ୍ରକୃତ ବନ୍ଧୁ ହଉଛି ସିଏ ଯିଏ ବନ୍ଧୁକୁ କଣ କରେ, ପାପ କାର୍ଯ୍ୟରୁ ନିବୃତ୍ତ କରେ, ପାପ କାର୍ଯ୍ୟ କରିବାକୁ ଦିଏ ନାହିଁ, ବା ସବୁବେଳେ କଣ କରିଥାଏ, ଠିକ ରାସ୍ତାରେ ଯିବା ଲାଗି ପ୍ରବର୍ତ୍ତାଇଥାଏ। ଏଇଟା ଠିକ କାମ ନୁହେଁ, ଏଇଟା ଅଧର୍ମୀ କାମ, ଏ କାର୍ଯ୍ୟ କରିବା ଠିକ ନୁହେଁ, ସବୁବେଳେ ବାରମ୍ବାର ଏଇଟା ବାଧା ଦେଇଥାଏ, ସେ ହଉଛି ପ୍ରକୃତ ବନ୍ଧୁ। ଏବଂ ଆଉ ଗୋଟେ କଥା ହଉଛି, ବନ୍ଧୁତ୍ୱ ପାଖରେ ଗୋପନ କଥା କହିଥାଏ ଏବଂ ସେ ଗୋପନୀୟତାକୁ ବଜାୟ ରଖିବା ହଉଛି ବନ୍ଧୁର ମହତ୍ କାମ। ତେଣୁ ପ୍ରକୃତ ବନ୍ଧୁ କଣ କରେ ନା, ଗୋପନୀୟ କଥାକୁ ବଜାୟ ରଖିଥାଏ ବା ଲୁଚେଇକି ରଖିଥାଏ, କାହା ଆଗରେ ପ୍ରକାଶ କରନ୍ତିନି। ଏବଂ ତ ସହିତ ବନ୍ଧୁ କଣ କରେ ନା, ବନ୍ଧୁତ୍ୱର ଯୋଉ ଥିବା, ବନ୍ଧୁ ଭିତରେ ଯୋଉ ଥିବା ଅପ୍ରକଟିତ ଗୁଣ, ଯୋଉ ଗୁଣାବଳୀ ପ୍ରକାଶ ଘଟି ନାହିଁ, ବନ୍ଧୁଟିଏ ଭଲ ଗୀତ ଗାଉଛି ବା ନୃତ୍ୟ କରୁଛି, ବନ୍ଧୁ ହିଁ ଜାଣିଛି, କିନ୍ତୁ ସେଇ ଅପ୍ରକଟିତ ଗୁଣାବଳୀକୁ ଯିଏ ପ୍ରକଟିତ କରିବାରେ ବା ତାକୁ ତା ମନ ଭିତରେ ସେଭଳି ପ୍ରୋତ୍ସାହନ ସୃଷ୍ଟି କରିବା, ତାକୁ ଆଉ ଟିକେ ମାନେ ପ୍ରୋତ୍ସାହନ କରିକି, ଆରେ ତୁ ବଢିଆ ନା ଗାଉଛୁ, ଗା, ତୁ ବଢିଆ ହବ। ତେଣୁ ଏଇଭଳି ଭାବନା ଯେ ତା ମନ ଭିତରେ ସୃଷ୍ଟି କରେ, ପ୍ରୋତ୍ସାହନ କରେ ବାରମ୍ବାର, ତା ମନ ଭିତରେ ଯୋଉ ଆତ୍ମବିଶ୍ୱାସ ଜାଗ୍ରତ କରେ, ସେ ହେଉଛି ପ୍ରକୃତ ବନ୍ଧୁ। ତେଣୁ ଅପ୍ରକଟିତ ଗୁଣାବଳୀକୁ ପ୍ରକଟିତ କରିବାରେ ସହାୟକ ହୋଇଥାଏ। ତେଣୁ ଏଠି ତାପରେ ଆମେ କହୁଛେ ଦେଖଣ ନା, ଏଠି ମଧ୍ୟ କୁହାଯାଉଛି ଯେ ସ୍ୱାର୍ଥନ୍ତ ବନ୍ଧୁ କଣ କରୁଛନ୍ତି ନା, ତାଙ୍କର କାର୍ଯ୍ୟ ହାସଲ ହେଲା ପରେ ଛାଡି ପଳାନ୍ତି। ତେଣୁ ଯେତେବେଳେ ତୁମ ପାଖାପାଖି ଥିବ ବନ୍ଧୁ ଥିବ, ସେମାନେ ଦେଖିବ ସେ ବନ୍ଧୁ କଣ କରିଥିବ ନା, ତୁମ ସହିତ ମେଣ୍ଢା ବାଳ ଜଡା ତେଲ, ମେଣ୍ଢା ବାଳ ଏବଂ ଜଡା ତେଲ, ଏହାର ସମ୍ପର୍କ ହଉଛି ଅତି ନିବିଡ। ମେଣ୍ଢା ଦେଖିଥିବ, ମେଣ୍ଢାର ବାଳ, ମେଣ୍ଢା ବାଳରେ ଯଦି ଜଡା ତେଲ ଆମେ ଲଗେଇଦବା, ଭଲ ଭାବରେ ସେ ଜଡା ତେଲ ପୁରା ଲାଗିକି ରହିବ ମେଣ୍ଢା ବାଳରେ, କାହିଁକି ନା ତାଙ୍କର ସମ୍ପର୍କ ଅତି ନିବିଡ। ତେଣୁ ବନ୍ଧୁତା କଣ କରେ ନା, ସ୍ୱାର୍ଥ ହାସଲ କରିବା ଲାଗି ବନ୍ଧୁତା ସହିତ ଏମିତି ସମ୍ପର୍କ ଯୋଡିଥାଏ ଯେ ବନ୍ଧୁ ଭାବିବ ଯେ ଇଏ ହଉଛି ମୋର ସଚ୍ଚା ବନ୍ଧୁ, କିନ୍ତୁ ସେ ବନ୍ଧୁ ତାର ସ୍ୱାର୍ଥ ହାସଲ ପାଇଁ ଏଭଳି ମେଣ୍ଢାବାଡ଼ ଜଳା ତେଲ ର ସମ୍ପର୍କ ରଚିଥାଏ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଖିବ, ଯେତେବେଳେ ବନ୍ଧୁତ୍ୱ ପାଖରୁ ସମସ୍ତ ପଦପଦବୀ, ଧନ ଦୌରବ ସରିଯାଉଛି, ଯେତେବେଳେ ପଦବୀ ଚାଲି ଯାଉଛି, ସେତେବେଳେ କଣ କରିବ, ସେ ବନ୍ଧୁ କଣ କରିବ, ସାପରୁ ଯେମିତି କାତି ଛାଡେ, ସେମିତି ସାପ କାତିରୁ ଛାଡିଲା ଭଳିଆ ଛାଡି ପଳେଇଯିବ।
এবং সে সম্পর্ক কোন হইଯିବ না সম্পর্কରେ ପରିବର୍ତ୍ତନ ହବ ସମ୍ପର୍କ ହେଇଯିବ ଝୋଟ ନିଆର ସମ୍ପର୍କ ନାଇଁ କି ଝୋଟ ନିଆର ସମ୍ପର୍କ ନିଆଁ ଯଦି ଝୋଟ ଦେହରେ ଲଗେଇବା ଚାର କେମିତି ଜଳିଯିବ ସେଇଭଳିଆ ସମ୍ପର୍କ ରେ ସେଟା ରୂପାନ୍ତରିତ ହୋଇଥାଏ ଏବଂ ଏଠି କଣ କରାଯାଏ ନା ସେ ବନ୍ଧୁ ଯେତେବେଳେ ତମ ପାଖରୁ ଛାଡି ଚାଲିଯାଏ ବନ୍ଧୁତା ପାଖରୁ ଛାଡି ଚାଲିଯାଏ ତାର ଆଉ ଦେଖେ ଭବିଷ୍ୟତରେ ଆଉ କିଛି ସ୍ୱାର୍ଥ ତାର ହାସଲ ହବାର ନାହିଁ ତେଣୁ ସେଇଭଳି ସେ କଣ କରେ ଚାଲି ପଡିଯାଏ ତେଣୁ ଏଠି କଣ କରେ ସେ ଛାଡିକି ଯାଇ ବିପକ୍ଷ ଯୋଉମାନେ ଅଛନ୍ତି ସେ ବିପକ୍ଷବାଦୀଙ୍କ ସହିତ ହାତ ମିଳାଏ ଏବଂ ତମର ଉପକାର କଥା ଚିନ୍ତା କରିବା ଛାଡ ତମର ପ୍ରଶଂସା କରିବା କଥା ଛାଡ ତମର ଦୁର୍ନାମ କରିବ ଏମିତି କି ତମର ସହିତ ଶତ୍ରୁତା ଆଚରଣ କରିବା ଲାଗି ସେ ମଧ୍ୟ ପଛଘୁଞ୍ଚା ଦବ ନାହିଁ ତାପରେ କଣ କରିବ ତେଣୁ ବାସ୍ତବରେ ଦେଖାଯାଏ ବନ୍ଧୁତ୍ୱ ହଉଛି କିଏ ନା ଯାହା ପାଖରେ ପ୍ରତି ଉପକାର ନଥାଏ ବା ଆମେ ଉପକାର କରୁଛେ ତାର ମାନେ ପ୍ରତିକାର ସ୍ୱରୂପ ବା ତାର ମାନେ ପ୍ରତିବଦଳରେ କିଛି ପାଇବାର ଆଶା ଯିଏ ନ ରଖିଥାଏ ତାକୁ ଆମେ କହୁଛେ ସିଏ ହଉଛି ଠିକ ବନ୍ଧୁ ତେଣୁ ଏଠି ସେଇଥିଲାଗି କୁହାହଉଛି ଯେ ଶ୍ରୀକୃଷ୍ଣ ହଉଛନ୍ତି ବା ଭଗବାନ ହଉଛନ୍ତି ଦୀନବନ୍ଧୁ ଯିଏକି ସଦାସର୍ବଦା ମାନବ ମାନଙ୍କୁ କଣ କରିଥାନ୍ତି ସହାୟତା ହୋଇଥାନ୍ତି କିନ୍ତୁ ତା ପ୍ରତିବଦଳରେ ସେ କିଛି ଚାହିଁ ନଥାନ୍ତି ତେଣୁ ସେଠି କୁହାହଉଛି ଯେ ଯୋଉ ବନ୍ଧୁ ପ୍ରତି ଉପକାର ପରିଶୋଧ ପ୍ରାପ୍ତିର ଆଶା ନ ରଖେ ବା କୌଣସି ଫଳର ବା ମୁଁ ତାକୁ ହେଲ୍ପ କଲି ବା ମୁଁ ତାକୁ ଉପକାର କଲି ସିଏ ମତେ ଉପକାର କରିବେ ଏଇଭଳି ଭାବନା ଯାହା ମନରେ ନଥାଏ ସିଏ ହଉଛି ପ୍ରକୃତରେ ବନ୍ଧୁ ତେଣୁ ଦେଖିବ ଯୋଉଦିନ ଦେଖିବ ବନ୍ଧୁ ପାଖରେ ଧନ ଜନ ଯଶ ପଦବୀ ଆସିଗଲା ସେଇଦିନ ଦେଖିବ ଏଇ ସ୍ୱାର୍ଥ ରୂପୀ ବନ୍ଧୁ ଗୁଡିକ କଣ କରନ୍ତି ପଙ୍ଗପାଳ କରି ତୁମ ପାଖକୁ ଧାଇଁ ଆସିବେ ଏବଂ ତେଣୁ ଏଇ କଥା ଭିତରେ ଏଇ ଯୋଉ ରହିଛି ତାଙ୍କ 57 ବର୍ଷ ଭିତରେ ଏଇଥିରୁ ଆମେ କଣ କଲେ ଟିକେ ଟିକେ ଆଲୋଚନା କଲେ ଯେ ପ୍ରକୃତରେ ବନ୍ଧୁ କୋଉମାନେ ନା ସ୍ୱାର୍ଥପର ବନ୍ଧୁ ଏବଂ ତ ସହିତ ପ୍ରକୃତ ବନ୍ଧୁର ଲକ୍ଷଣ ଗୁଡିକ କଣ ଏବଂ ସ୍ୱାର୍ଥପର ବନ୍ଧୁର ସ୍ୱରୂପ କଣ ଏ ସମ୍ବନ୍ଧରେ ଆମେ ଆଲୋଚନା କଲେ ତେଣୁ ଆଜିର ଏଇ ଯୋଉ ଆଲୋଚନା ରହିଛି ତାପରେ ଆମେ ଦେଖିବା ଏହା ସମ୍ବନ୍ଧରେ ଗୋଟେ ମୁଁ ନେଇଛି ସଳାଥ ନେଇଛି ତାକୁ ଟିକେ ଆଲୋଚନା କରିବା ସଳାଥ ବହୁତ ସମୟରେ ପଢେ ଏଠି ଗୋଟେ ସଳାଥ ନେଇଛି ଯୋଉଟା କି ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ହେତୁକ ବା କାମର ପିଆରା ବନ୍ଧୁତା ତେଣୁ ପ୍ରସଙ୍ଗକୁ ଏଇ ଲାଇନକୁ ବା ଏଇ ଯୋଉ ଲେଖା ହେଇଛି ଏହାକୁ ଆଧାର କରିକି ଆମେ କଣ କରିବା ସଳାଥ ଲେଖିବା ବା ଏଇ ଅଂଶକୁ ଆମେ କଣ କରିବା ବ୍ୟାଖ୍ୟା କରିବା ଆମର ନିଜର ଭାଷାରେ ତେଣୁ ପୂର୍ବାପର କୁହାଉଛି ପୂର୍ବରୁ ଆମେ ଟିକେ ଲେଖିବା ତା ସହିତ ଶେଷ କରିବା ଏଇ ଉପରେ ତେଣୁ ଦେଖା ହେଇଛି ଏଠି କଣ ଲେଖା ହେଇଛି ଏଠି ଲେଖିଲି ସଂସାରରେ ଦେଖାଯାଏ ତାପରେ ଡଟ ଦେଲି ପିଆରା ବନ୍ଧୁତା ତେଣୁ ତାପରେ ଲେଖା ହେଇଛି ଉକ୍ତ ଗଦ୍ୟାଂଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ରଚିତ ଦୁନିଆ ରୀତି ଶୀର୍ଷକ ପ୍ରବନ୍ଧରୁ ସଂକଳିତ ପ୍ରକୃତ ବନ୍ଧୁର ପ୍ରବନ୍ଧରୁ ସଂଗୃହୀତ ଏଠାରେ ପ୍ରାବନ୍ଧିକ ଅଧିକାଂଶ ବନ୍ଧୁତ୍ୱ ମଧ୍ୟରେ କିଭଳି ସ୍ୱାର୍ଥପୂର୍ତ୍ତି ଲାଳସା ଲୁକାୟିତ ହୋଇକି ରହିଛି ସ୍ୱାର୍ଥ ସିଦ୍ଧ ଭାବନା କିଭଳି ଭାବରେ ଲୁକାୟିତ ହୋଇଛି ଲୁଚିକି ରହିଛି ତା ସମ୍ପର୍କରେ ଏଠି ଆଲୋଚନା କରିଛନ୍ତି ତେଣୁ ଏଠି ଆମେ ଦେଖିବା ଯେ ସଂସାର ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ହେତୁକ ବା କାମର ପିଆର ବନ୍ଧୁ କାମ ଥିଲେ ଆସିବେ କାମ ସରିଗଲା ପରେ ଆଉ ପଚାରିବେନି ତେଣୁ ଏଠି ମୁଁ କଣ କରିଛି ନା ତ ପୂର୍ବାପର ନେଇଛି ପ୍ରକୃତରେ ପଣ୍ଡିତ ମାନଙ୍କ ମତ ଅନୁସାରେ ସତ୍ମିତ୍ର କିଏ ସତ୍ମିତ୍ର ହଉଛନ୍ତି ସିଏ ସନ୍ମିତ୍ର ହଉଛନ୍ତି ସିଏ ଯିଏ ମିତ୍ରକୁ ପାପ କାର୍ଯ୍ୟରୁ ନିବୃତ୍ତ କରାନ୍ତି ମିତ୍ରଙ୍କର ଗୋପନୀୟତାକୁ ବଜାୟ ରଖିଥାନ୍ତି ପ୍ରକାଶ କରନ୍ତି ନାହିଁ ଅପ୍ରକଟିତ ଗୁଣାବଳୀର ପ୍ରକଟ କରିଥାନ୍ତି ଏବଂ ପ୍ରକୃତ ମିତ୍ର ପାଖରେ ବିପଦ ଆପଦ ସମୟରେ ସାଥ ଦେଇଥାନ୍ତି ତାକୁ ହିଁ କୁହାଉଛି ପ୍ରକୃତ ବନ୍ଧୁ ତେଣୁ ପ୍ରାବନ୍ଧିକ ନିଜର ବ୍ୟକ୍ତିଗତ 57 ବର୍ଷ ଭିତରେ ସହସ୍ର ବନ୍ଧୁ ଅର୍ଜନ କରିଥିଲେ ଏବଂ ସମସ୍ତ ବନ୍ଧୁକୁ ସେ କଣ କରୁଛନ୍ତି କଷଟି ପଥରେ ପରୀକ୍ଷା କରି 4 ଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇଲେ ନାହିଁ ବୋଲି ସେଠି ଦୁଃଖ ପ୍ରକାଶ କରିଛନ୍ତି ଏବଂ ସମସ୍ତେ ଧନ ଜନ ଯଶ ପ୍ରତିପତ୍ତି ଦ୍ୱାରା ଆକର୍ଷିତ ହୋଇ ବନ୍ଧୁତା ସ୍ଥାପନ କରିଥିଲେ ଏବଂ ପଦପଦବୀ ଚାଲିଗଲା ପରେ ଯେତେବେଳେ ନିଜର ଗୋଟେ ପଦପଦବୀ ଚାଲି ଯାଉଛି ମନେକର ତୁମେ ଅଫିସରଟେ ହେଇଛ ତମ ଦ୍ୱାରା କିଛି ତାର କାର୍ଯ୍ୟ ହାସଲ ହଉଛି ସେଇଟା କୁହାଉଛି ପଦପଦବୀ ଚାଲିଗଲା ପରେ ଯେମିତି ସାପରୁ କାତି ଛାଡିଯାଏ ସେମିତି ସେଇ ବନ୍ଧୁ ଗୁଡିକ ଛାଡି ଚାଲିଯାଆନ୍ତି
ତେଣୁ ଏଠି ଅଧିକ ଉପକାର ପାଇବା ପାଇଁ ସେମାନେ କଣ କରନ୍ତି ବିପକ୍ଷ ମାନଙ୍କ ସହିତ ବିପକ୍ଷର ତମ ବିପକ୍ଷବାଦୀ ଯେଉଁମାନେ ଥିବେ ବା ଶତ୍ରୁମାନେ ତାଙ୍କର ଶରଣାପନ୍ନ ହୁଅନ୍ତି ବା ତାଙ୍କର ଆଶ୍ରୟ ନିଅନ୍ତି ଏବଂ ଆଶ୍ରମ ନେଇ ତୁମର ଦୁର୍ନାମ କରନ୍ତି। ତେଣୁ ଏଠି ପ୍ରାବନ୍ଧିକ ଏଭଳି ବନ୍ଧୁତା ମାନଙ୍କୁ ଦେଖି କଣ କରିଛନ୍ତି କହିଛନ୍ତି ଏ ସମସ୍ତ ବନ୍ଧୁ ହଉଛନ୍ତି କଣ ନା ସମସ୍ତ ବନ୍ଧୁ ହଉଛନ୍ତି କାମର ପିଆରା ବନ୍ଧୁ। ତେଣୁ ଏ ସମସ୍ତ ବନ୍ଧୁକୁ ସେ କହିଛନ୍ତି କାମର ପିଆରା ବନ୍ଧୁ। ତାପରେ ତଳ ଗୋଟେ ଲାଇନ ଲେଖିବ ବାସ୍ତବିକ ପ୍ରାବନ୍ଧିକଙ୍କର ଆଲୋଚନା ଯୁକ୍ତିସଙ୍ଗତ ଏବଂ ସତ୍ୟନିଷ୍ଠ ଅଟେ। ବୁଝିପାରିଲ? ଆମେ ଏଠି ଆଲୋଚନା କଲେ ଯେ ସମସ୍ତ ବନ୍ଧୁ ହଉଛନ୍ତି କି ବନ୍ଧୁ କାମର ପିଆରା ବନ୍ଧୁ ନାଇଁ କି? ତେଣୁ ଏଠି ଲେଖିବ କଣ ପ୍ରକୃତରେ ପଣ୍ଡିତ ମାନେ ବନ୍ଧୁ କଣ ବନ୍ଧୁତା ପ୍ରକୃତ ବନ୍ଧୁ କଣ କହିଛନ୍ତି ଏବଂ ତାପରେ ପ୍ରାବନ୍ଧିକ ଯାହା ହୃଦୟଙ୍ଗମ କରିଛନ୍ତି ଯୋଉ ସ୍ୱାର୍ଥ ବନ୍ଧୁ ଉପରେ ତାକୁ ଉଲ୍ଲେଖ କରିବ ହେଲା କି? ତାପରେ ଲାଷ୍ଟ ଆଡକୁ ତାକୁ କନକ୍ଲୁଜନ କରିବ। ଓକେ, ତାପରେ ଆମେ ଦେଖିବା ଆଉ ଗୋଟେ ଏଥିରୁ ମୁଁ ନେଇଛି ଆମର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ପ୍ରକୃତ ବନ୍ଧୁର ସ୍ୱରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର ହେଲା କି? ତେଣୁ ଏଠି କଣ ଦିଆଯାଇଛି ସେମିତି ଆମେ ଏଠି ଲେଖିବା ଯେ ପ୍ରକୃତ ବନ୍ଧୁର ସ୍ୱରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର। ତେଣୁ ଏଠି ପ୍ରଥମେ କ୍ୱେଶ୍ଚିନ୍ ଟାକୁ ବୁଝିବା। ତେଣୁ ଏଠି ଲେଖକ ବା ପ୍ରାବନ୍ଧିକ ଯୋଉ ଗୋପାଳ ଚନ୍ଦ୍ର ପ୍ରହରାଜ ତାଙ୍କର ଯୋଉ ଆଲୋଚନା କରିଛନ୍ତି ବା ପାଠ ପାଠିକା ମାନଙ୍କ ଆଗରେ ଯୋଉ ପ୍ରକୃତ ବନ୍ଧୁର ସ୍ୱରୂପ ଯାହା ଆଲୋଚନା କରିଛନ୍ତି ତା ସମ୍ପର୍କରେ ଏଠି ଆମେ ଏଠି ଆଲୋଚନା କରିବା ହେଲା କି? ତେଣୁ ଏଠି ଦେଖିବା ପ୍ରଥମେ ଆମେ କଣ କରୁଛେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଯେତେବେଳେ ଆମେ ଲେଖୁଛେ ସେତେବେଳେ ଆମେ କଣ କରିବା ନା ଟିକେ ପ୍ରାବନ୍ଧିକଙ୍କର ସମ୍ପର୍କରେ ଟିକେ ଆଲୋକପାତ କରିବା, ପ୍ରାବନ୍ଧିକ ସମ୍ପର୍କରେ ଟିକେ ବର୍ଣ୍ଣନା କରିବା। ତେଣୁ ସେମିତି ଏଠି ଲେଖା ହେଇଛି ଯେ ଆଧୁନିକ ଓଡ଼ିଆ ସାହିତ୍ୟର ନବ ଆକାଶରେ ଗୌରବାମଣ୍ଡିତ କରିଥିବା ଏକ ଜାଜୁଲ୍ୟ ତାରକା ସଦୃଶ୍ୟ ହେଉଛନ୍ତି ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ। ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟର ଯୋଉ ନୂଆ ଆକାଶ ବା ଯେଉଁ କେତେ ଜଣ ଯୋଉ ସାହିତ୍ୟିକ ଯୋଉ ସେଇ ସମୟରେ ତାଙ୍କର ଲେଖନୀ ଚାଳନା କରିଥିଲେ ସେଇ ସମୟରେ କହୁଛି ନବ ଆକାଶ, ତେଣୁ ଓଡ଼ିଆ ସାହିତ୍ୟର ନୂଆ ଆକାଶ ସେଟା କୁହାଯାଉଛି। ତେଣୁ ନୂଆ ଆକାଶରେ ଯୋଉ ଗୌରବାମଣ୍ଡିତ କରିଥିଲେ ଯୋଉମାନେ ଜାଜୁଲ୍ୟ ତାରକା ସଦୃଶ୍ୟ ସେମାନଙ୍କ ଭିତରୁ ହଉଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜ। ତେଣୁ ଏଠି ତାପରେ କଣ ଲେଖିବା ନା ସେ ଜଣେ ଶ୍ରେଷ୍ଠ ରମ୍ୟ ରଚକ ରୂପେ ସର୍ବାଗ୍ରେ ପୂଜିତ। ତେଣୁ ଶ୍ରେଷ୍ଠ ରମ୍ୟ ରଚକ ଯେତେ ଓଡ଼ିଆ ସାହିତ୍ୟିକ ଥିଲେ ତା ସମ୍ପର୍କରେ ମାନେ ସେଇ ସମୟରେ ସବୁଠାରୁ ଆଗରେ ବା ସର୍ବାଗ୍ରେ ପୂଜିତ ଜଣେ ରମ୍ୟ ରଚକ ଭାବରେ ଜଣାଶୁଣା। ତାଙ୍କର ଲେଖା ତାଙ୍କର ଶବ୍ଦ ଚାତୁରୀ ବ୍ୟଙ୍ଗ ବିଦ୍ରୂପ ଧର୍ମୀ ଏବଂ ଜୀବନର ବିଶ୍ଳେଷଣ ଆଦି ବିଶେଷତା ପାଠ ପାଠିକା ମାନଙ୍କର ହୃଦୟକୁ କରେ ଆନ୍ଦୋଳିତ। ତେଣୁ ତାଙ୍କର ଲେଖା ଗୁଡିକ ଦେଖିବ ବ୍ୟଙ୍ଗ ବିଦ୍ରୂପ ଧର୍ମୀ ହେଲା କି ଯୋଉଥିରେ କି ହାସ୍ୟ ଉଦ୍ଦୀପକ ଥିଲା। ତେଣୁ ଜୀବନର ବିଶ୍ଳେଷଣ ଜୀବନକୁ ଭଲ ଭାବରେ ବୁଝିବା, ଜୀବନର ସଂଜ୍ଞାକୁ ବୁଝିବା, ଜୀବନର ଅର୍ଥ କଣ ହେଲା କି ଏବଂ ସାମାଜିକ ଜୀବନ ସହିତ ଜୀବନକୁ ସଂଶ୍ଳିଷ୍ଟ କରାଇବା ଏଇ ସବୁ ତାଙ୍କର ବିଶେଷତା ତାଙ୍କର ଥିଲା ତାଙ୍କର ଲେଖାରେ। ଏବଂ ବିଶେଷ କରିକି ଏଇ ଲେଖା ଗୁଡିକ ତାଙ୍କର ଯୋଉ ଶବ୍ଦ ଚାତୁରୀ ବ୍ୟଙ୍ଗ ବିଦ୍ରୂପ ଏଇଟା ପାଠାପାଠି ଆମର ବହୁତ ହୃଦୟକୁ ଛୁଉଁଥିଲା। ତେଣୁ ତାପରେ ଲେଖିବା ତାଙ୍କର ରଚିତ କଣ, ଏଇଟା ହେଲା ପ୍ରଥମ। ଏଠି ସେକେଣ୍ଡ ଲେଖିଲେ ଏଠି ଥାର୍ଡ ଲେଖିବା ଆମେ କଣ ନା ତାଙ୍କର କଣ କଣ ଲେଖିଥିଲେ ନା ତାଙ୍କ ଦ୍ଵାରା ରଚିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ନନାଙ୍କ ବସ୍ତାନୀ, ଦୁନିଆର ହାଲଚାଲ, ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଆଦି ଅମ୍ଳାନ ସାରସ୍ୱତ ପ୍ରତିଭାର ପରିଚୟ ଦିଏ। ତାପରେ ଦେଖିବା ଏଟା ଦୀର୍ଘ ଉତ୍ତରମୂଳକ ଦେଖୁଛେ ଦୁନିଆ ରୀତିରେ ପ୍ରବନ୍ଧରୁ ସଂକଳିତ ପ୍ରକୃତ ବନ୍ଧୁ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁତାର ସ୍ୱରୂପ ସମ୍ପର୍କରେ ଆଲୋଚନା କରିଛନ୍ତି। ତାପରେ ଏଠିକି ଆସିବା ମେନ୍ ଯୋଉ ଆଲୋଚନା କରିବା ଲେଖିବା ପ୍ରାବନ୍ଧିକ ନିଜର 57 ବର୍ଷ ମଧ୍ୟରେ ସମସ୍ତ ବନ୍ଧୁକୁ ପରଖିଥିଲେ, ସମସ୍ତ ବନ୍ଧୁ ଯେତେ ସବୁ ବର୍ଜନ କରିଥିଲେ ସମସ୍ତ। ତେଣୁ ବିବାହ ତ କର୍ମକ୍ଷେତ୍ର ତ ସାହିତ୍ୟ ଯେକୌଣସି କ୍ଷେତ୍ର ସବୁରି କ୍ଷେତ୍ରରେ ସମସ୍ତଙ୍କୁ ପରଖିଥିଲେ
ଏବଂ ସମସ୍ତ ବନ୍ଧୁକୁ ପରିକିଥିଲା କିନ୍ତୁ କେହି ଜଣେ ହେଲେ ବି ପ୍ରକୃତ ବନ୍ଧୁ ପଦବାଚ୍ୟ ନଥିଲେ। ତେଣୁ ଚାରୋଟି ଖଣ୍ଡିଏ ସେ ଭଲ ପ୍ରକୃତ ବନ୍ଧୁ ପାଇନଥିଲେ। ତେଣୁ ଏଠି ଲେଖା ହେଇଥିଲେ ପ୍ରକୃତ ବନ୍ଧୁ ପଦବାଚ୍ୟ ନଥିଲେ। ତେଣୁ ଏଇଠି ତାପରେ ଲେଖିବା ପ୍ରକୃତ ବନ୍ଧୁ କିଏ ନା ଯୋଉ ପଣ୍ଡିତ ମାନେ କହିଛନ୍ତି ଯେ ସନ୍ମିତ୍ର ପ୍ରକୃତ ବନ୍ଧୁ ଯିଏ ବନ୍ଧୁକୁ କଣ କରେ ପାପ କାର୍ଯ୍ୟରୁ ନିବୃତ୍ତ କରାଏ। ପ୍ରଥମ ବନ୍ଧୁର ଅପ୍ରକଟିତ ଗୁଣାବଳୀକୁ ପ୍ରକଟିତ କରାଏ। ତାପରେ ମିତ୍ରଙ୍କର ଗୋପନୀୟ କରି ରଖିଥାଏ, ଗୋପନୀୟତାକୁ ଗୋପନ କରି ରଖିଥାଏ ଏବଂ ସର୍ବଦା କଣ କରିଥାଏ ବନ୍ଧୁଙ୍କର ହିତ ସାଧନରେ ରକ୍ତ ଯେ ସବୁବେଳେ ବନ୍ଧୁଙ୍କର ହିତ ସାଧନ କରେ। ବନ୍ଧୁ କିଭଳି ଭାବରେ ବନ୍ଧୁର କିଭଳି ଭାବେ ମଙ୍ଗଳ ବିଧାନ ହବ ହେଲା କି ସେ କଥା ଚିନ୍ତା କରୁଥାଏ ତାର କାର୍ଯ୍ୟରେ, ତା ଚିନ୍ତାରେ, ତା ଚେତନାରେ ସବୁବେଳେ। ଏବଂ ତା ସହିତ ମିତ୍ରଙ୍କର ସମ୍ପଦ କାଳ ପରିବର୍ତ୍ତେ ଆମେ ଗୋଟେ ବହୁତ ସମୟ ଦେଖିଛି ନାଇଁ କି ପଇସା ଥିଲେ ପାଖରେ ସମସ୍ତେ ହଲଚଲ ହେବେ, ତମ ଚାରିପଟେ ଘୁରି ବୁଲୁଥିବେ, ତମ ପାଖରୁ ଯେତେବେଳେ ପଇସା ସରିଯିବ ସମସ୍ତେ କୁଆଡେ ପଳେଇଯିବେ। ତେଣୁ ସେଠି କହୁଛି ଯେ ସମ୍ପଦ କାଳ ପରିବର୍ତ୍ତେ ଅର୍ଥାତ୍ ସୁଖ ସମୟ ପରିବର୍ତ୍ତେ ବା ସମ୍ପଦ କାଳ ସମୟ ଯେତେବେଳେ ଆମ ପାଖରେ ଧନ ଅଛି, ବହୁତ ପଇସା ଅଛି, ସେତେବେଳେ ଆମେ କଣ କରୁଥିବା ଖୁସିରେ ରହୁଥିବା, ହସରେ ରହୁଥିବା, ଆନନ୍ଦରେ ରହୁଥିବା। ତେଣୁ ସେଇଟା କହୁଛି ଖୁସି ଆନନ୍ଦ ପରିବର୍ତ୍ତେ ଯିଏ ବିପଦ ସମୟରେ ତୁମର ପାଖେ ପାଖେ ରହିଥାଏ ତାକୁ ହିଁ ଆମେ କହିବା ଏବଂ ପାଖେ ପାଖେ ରହି ତୁମକୁ ସାହାଯ୍ୟ କରୁଥିବ। ଦୁଃଖ ସମୟରେ ତମର ମନୋବଳ ଭାଙ୍ଗି ଯାଇଥିବ, ତମ ଦୃଢ ମନୋବଳ ସ୍ଥାପନ କରିବା ଲାଗି ସେ ତମକୁ କଣ କରୁଥିବ ଉତ୍ସାହିତ କରୁଥିବ ବା ତମ ଦୃଢ ମନୋବଳ ସୃଷ୍ଟି କରିବା ଲାଗି ତମ ପାଖାପାଖି ଠିଆ ହେଇଥିବ, ତାକୁ ହିଁ ଆମେ କହୁଛେ ସିଏ ହଉଛି ଆମର ପ୍ରକୃତ ବନ୍ଧୁ। ଏବଂ ସେଇଭଳି ବନ୍ଧୁଙ୍କ ମନରେ କେବେ ହେଲେ କୌଣସି ଫଳ ପ୍ରାପ୍ତି ବା ପ୍ରତ୍ୟୁପର ସେଇଭଳି ସେଇ ଯୋଉ ବନ୍ଧୁ ତମ ପାଖାପାଖି ଠିଆ ହେଇଥାଏ ସେ କେବେ ହେଲେ ଚାହେଁ ନାହିଁ ଯେ ମୋ ବନ୍ଧୁ ପାଖରୁ କିଛି ରିଟର୍ନ ପାଇବି, ମୁଁ ତାକୁ ସାହାଯ୍ୟ କରିଛି ମାନେ ସେ ମତେ ସାହାଯ୍ୟ କରିବ, ଏଭଳି ଭାବନା ବନ୍ଧୁଙ୍କ ମନରେ ଆସେ ନାହିଁ। ଯେ ପ୍ରକୃତ ବନ୍ଧୁର ସ୍ୱରୂପ ସଂଜ୍ଞା ଯିଏ ବୁଝିଥିବ ସେ କେବେ ହେଲେ ଫଳପ୍ରାପ୍ତି ଆଶା ବା ପ୍ରତି ଉପକାର ଆଶା କେବେ ହେଲେ ତା ମନ ଭିତରେ ନଥିବ। ତେଣୁ ସେମାନେ ସେଇ ବନ୍ଧୁ ମାନେ କଣ କରିଥାନ୍ତି ସେ କେବେ ହେଲେ ବନ୍ଧୁର ଧନ ଯଶ ପଦବୀ ପ୍ରତିପତ୍ତି ପ୍ରତି ଆକର୍ଷିତ ହୋଇ ବନ୍ଧୁତା କେବେ ହେଲେ ସ୍ଥାପନ କରେ ନାହିଁ। ତେଣୁ ଯିଏ ପ୍ରକୃତ ବନ୍ଧୁର ସ୍ୱରୂପକୁ ବୁଝିଛି ନିଶ୍ଚିତ ଭାବରେ ଦେଖିବା ସେ ବନ୍ଧୁ କେବେ ହେଲେ ବନ୍ଧୁର ଧନ ଯଶ ପଦବୀ ପ୍ରତିପତ୍ତି ଇଏ ସବୁକୁ କେବେ ହେଲେ ଏ ସବୁ ଗୁଡାକ ତା ଆଗରେ ତୁଚ୍ଛ, ୟାର କିଛି ଅର୍ଥ ନଥାଏ ତା ପାଖରେ ଅର୍ଥ ଥାଏ କେବଳ ବନ୍ଧୁତ୍ୱ। ତେଣୁ ସେ ଯୋଉ ବନ୍ଧୁତ୍ୱ ପ୍ରତି ଏଗୁଡାକ ଆକର୍ଷଣ ଭାବ ତା ମନ ଭିତରେ ନଥାଏ ଏବଂ ସ୍ୱାର୍ଥ ସାଧନ ପାଇଁ ବା ଲାଳସା ସ୍ୱାର୍ଥ ଲିପ୍ସୁ ବା ତା ମଧ୍ୟରେ କିଛି ଲାଳସା ସ୍ୱାର୍ଥ ସାଧନ ପାଇଁ କିଛି ଲାଳସା ବା ଭାବନା ତା ଭିତରେ ମାନସିକତା ନଥାଏ। ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଆମେ କଣ କରୁଛେ ନା ସେଇ ଯୋଉ ଶ୍ଲୋକଟିକୁ ଆମେ ଏଠି କଣ କରୁଛେ ଏଠି ଲେଖିଛେ ଯେ କଣ ନା ଉତ୍ସବେ ବ୍ୟାସନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ୱାରେ ଶ୍ମଶାନ ତିଷ୍ଠତି ସବାନ୍ଧବ। ଏଠି ଲେଖା ହେଇଛି ଯେ ଉପରୋକ୍ତ ଶ୍ଲୋକ ବାସ୍ତବରେ ପ୍ରକୃତ ବନ୍ଧୁର ସ୍ୱରୂପକୁ ପ୍ରତିପାଦିତ କରୁଛି ଏଇ ଯୋଉ ଶ୍ଲୋକ। ଏବଂ ତାପରେ ଆମେ ଲେଖିବା କଣ ନା ପ୍ରକୃତ ବନ୍ଧୁର ବନ୍ଧୁତ୍ୱ ଡୋରି କେବେ ହେଲେ କଣ ହୁଏନି ଦୁର୍ବଳ ହୁଏନି। ବନ୍ଧୁତ୍ୱର ବନ୍ଧନ ହଉଛି ଏତେ ସବଳ ଯେ କେବେ ହେଲେ ତୁଟିଯାଏ। ଯେତେ ଦୁଃଖ ଯେତେ ଝଡ଼ ଝଞ୍ଜା ଆସୁ ପଛେ ସେ ବନ୍ଧୁତ୍ୱର ଡୋରି କେବେ ହେଲେ ତୁଟେ ନାହିଁ ବା ଭାଙ୍ଗେ ନାହିଁ। ତେଣୁ ଏଠି କଣ କରନ୍ତି ନା ଯେକୌଣସି ପରିସ୍ଥିତି ଆସୁନା କାହିଁକି ବନ୍ଧୁ କେବେ ହେଲେ ବନ୍ଧୁର ବିପକ୍ଷରେ ଯିବ ନାହିଁ। ବନ୍ଧୁତ୍ୱର ଅମଙ୍ଗଳ କଥା କେବେ ହେଲେ ତା ମନକୁ ଆସିବ ନାହିଁ। ତେଣୁ ପ୍ରକୃତ ବନ୍ଧୁ ଉପକାର ବଦଳରେ କୃତଜ୍ଞତା ଜଣାଇବା ସହ ପ୍ରତି ଉପକାର କରିବା ପାଇଁ ସଦାସର୍ବଦା ଚେଷ୍ଟିତ ହୋଇଥାନ୍ତି। ତେଣୁ ପ୍ରକୃତ ବନ୍ଧୁ କଣ କରେ ଉପକାର ବଦଳରେ କୃତଜ୍ଞତା ଜଣାଏ କିନ୍ତୁ ପ୍ରତି ଉପକାର ତା ଅର୍ଥ ନୁହେଁ ଯେ ଉପକାରର ପ୍ରତି ବଦଳରେ ତୁ ମତେ ଉପକାର କରିବୁ, ସେଭଳି ଭାବନା ବନ୍ଧୁ ଭିତରେ ରହିବ ନାହିଁ। ତେଣୁ ସେଇଥିଲାଗି ଏଠି ମହାଜନ କହିଛନ୍ତି କଣ ପଣ୍ଡିତ ସୁଗୁରୁ ଜ୍ଞାନୀ ପଣ୍ଡିତ ମାନେ କହିଛନ୍ତି ଫଳର
फलर कामना न रखी प्रति उपकार आशा न करी तेणु एठी बंधु किभଳି भाବରେ बंधु हेबा दरकार ना फलर कामना न रखी फल पाइबा आशारे बा फल प्राप्त आशारे केबेले भावना रहिबो नै एवं प्रति उपकार आशा न रखी तामाने सी मते उपकार करछि माने मु ताठर उपकार पाइछि माने मु ताकू उपकार करछि माने सी मते उपकार करिवो ए भଳି भावना आशा बा भावना रहिबो नाही एवं प्रति उपकार आशा न करी परिशोध पाइबार इच्छा न करी परिशोध ता प्रतिबदल रे पाइबा उपकार प्रतिबदल जहा पाइबा सेटा कोनती परिशोध तेनु नर करी पवित्र कर्तव्य ज्ञान रे परर उपकार करी जाओ तेणु एटी कहूँ पवित्र कर्तव्य ज्ञान तेणु कर्तव्य तेणु बंधुता बंधुत्वपण रे गढ़ी उठुए बंधुत्व जो स्थापन कराई थाए जो भावना जो पवित्र बंधन होता है से पवित्र बंधन को आयुध करी से कर्म पथरे समस्ते बा ये बंधु गुड़िक उपकार कर उपकार कर चल तेणु कर्तव्य पथरे केबेले विच्युत हम ना तेणु बंधुत्व जो बंधुत्व स्थापन करें तार प्रथम कर्तव्य हूँ बंधु को साहाय्य करवा तेणु दुख हो जेकोसी समय हो जेकोसी दु परिस्थिति हो सब समय बंधु को पाखे छिड़ा हूँ तार प्रधान कर्तव्य तेणु से कर्तव्य परणता को निजे मानि चलो तेणु ये पवित्र कर्तव्य ज्ञान रे पर उपकार कर चल तेणु प्रकृत बंधुर बंधुता होउछि निस्वार्थ बंधन तेणु स्वार्थपरता न थाए से निस्वार्थ बंधन थाए तेणु से कहूँ अफलपेप्सु ही प्रकृत बंधु अफलपेप्सु फल प्राप्त पाई जे भावना रखे ताकू बंधु कहबा नहीं फल प्राप्त पाई जहा पाखे भावना न थाए ताकू कह जाए अफलपेप्सु से ही हूँ प्रकृत बंधु से लगी भगवान को कह जाए सी होती दीन बंधु दीन दुखी दीन कहले दरिद्र तेणु दीन दुखी होती सी होती एकमात्र साहा एकमात्र सखा तेणु सबकि जिते निस्वार्थ हो पड़े सबकि जिते आम हर बसि आम चतुर्पार्श्वर जिते साहाय्य कौन सूत्र आम साहाय्य पाइबा आशा न थाए से आम कौन कर भगवान को डाकी था तेणु भगवान जो आमको साहाय्य करते कि प्रति उपकार आशा केवल पाखे न थाए से लगी से कथा को ये उद्धार कर प्राबंधिक जे से लगी भगवान को कह जाए दीनबंधु सी हूँ एकमात्र बंधु तेना आउ सब होती देखा सुंदर कखारु बड़ी नहीं कि बहुत समय कह जाए जे मोर बहुत गुड़े बंधु अच्छा तेणु ये लेखक कहते ये सब गुड़िक देखा सुंदर कखारु बड़ी है कि कखारु बड़ी बड़ी जो कराई से बहुत सुंदर देखा जाए किंतु प्रकृत पक्षे से सुंदरता केतबेले पर्यंत ना जितेबाला तुम कार्य जो आसे ना बा से बंधु गुड़िक तुम जो साहाय्य करने लगी तुम जो पाखक जाओ से जो तुमको गोड़े आड़े दिखती से जना पड़े जे प्रकृत बंधु किए तेणु ये भाव में ये आम आलोचना करें प्रकृत बंधु कौन है। अच्छा तेना आज आलोचना जो रही आलोचना को आलोचना कले बर्तमान देखा इतने किसी रही जोटा कि ओएमआर रे आसे अति संक्षिप्त प्रश्नावली से संबंध में टी आलोचना करवा 10टा खंडे अच्छी आशा करुच्ची समस्ते उत्तर दबा लगी चाहिए तेना देखा कौन रही ओएमआर रो क्वेश्चन अति संक्षिप्त प्रश्नावली ओडिया साहित्यर लेखक गोपाल चंद्र प्रराज केउ भाव में जनाशुना औपन्यासिक गाल्पिक शिशु साहित्यिक एवं रम्य रचक ओके किए कह छतासर्गी हाई स्कूल माइक माइक ऑन करो आउ को स्कूल ओडिया साहित्य रे लेखक गोपाल चंद्र प्रराज क्यों माने कौन भाव रम्य रचक ओके बहुत बढ़िया सुंदर उत्तर तापर देखिबा नंबर 2 संसार रे अधिकांश बंधु किपरि संसार रे ओके बहुत बढ़िया कामर प्यारा पीएस हाई स्कूल बढ़िया सुंदर उत्तर कामर प्यारा ओके तापर हमें देखिबा जे साकुल्य बंधु सेठी गोटे अच्छी साकुल्य बंधु नहीं कि साकुल्य बंधुर अर्थ कौन जी कूल सहित थाए ना जी अकूल थाए ना जी कूल गोत्रक
ହୋଇଥାଏ ନା କୌଣସିଟି ନୁହେଁ? ତାକୁଲ୍ୟ ଓମ୍ୟାର ଗୁଡାକ ପୁରା ବହିର ଗୋଟେ ଗୋଟେ Option C. ଶବ୍ଦରୁ ସେଣ୍ଟେନ୍ସ ବାକ୍ୟରୁ ଆସେ। ଅପସନ ସି। ଯିଏ କୁଳଗୋତ୍ରକ ହୋଇଥାଏ। ଯିଏ କୁଳଗୋତ୍ରକ ହୋଇଥାଏ। ଅପସନ ओके ସି। बहुत धन्यवाद ठीक उत्तर। ओके नेक्स्ट जीवा प्राबंधिक प्रथम 10 वर्ष केउ अवस्था कटिला है कि केउ अवस्था रे केउ अवस्था रे ଅଣହେଜ 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 ओके ओके समस्त बहुत बढ़िया अणहज समस्त अणहज अवस्था कटिला। अच्छा 5 नंबर क्वेश्चन प्रकृत बंधु प्रबंधटी प्राबंधिक केउ प्रबंध रु आछि? दुनिया रीतिए ଦୁନିଆ ରୀତିଏ दुनिया रीतिए ଦୁନିଆ ରୀତିଏ दुनिया रीतिए अच्छा ओके ओके बहुत बढ़िया। नेक्स्ट देखिबा फलर आशा रखी परोपकार कले सेठारे निश्चय कौन मिलिबो? एटी रहिछि सम्मान पुरस्कार प्रत्युपकार ना चिया? ସମାନ क्वेश्चन टा बुझिबा फलर आशा रखी परोपकार कले नहीं कि बंधुटे तुमको कौन करिवो साहाय्य करिवो ता मन भितर आशा थिबो जे से बंधु मते फुल चिया रिटर्न रे साहाय्य करिवो। हां के कहला चिया चिया से तो साहाय्य करिवनी कोन दबो चिया दबो चिया ସମାନ शब्द बुझिछि कि ସମାନ नहीं सम्मान सम्मान नहीं ସମାନ उत्तर चिया 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 बुझछो कि नहीं? चिया गोटे शब्द अछि बुझुछ? हां कि नहीं को ନାହିଁ ନାହିଁ नहीं अच्छा अच्छा ହୁଁ हाँ नहीं चिया शब्दटा आम बुझुचु कि बुझुने सेटा हम पचारुछु शब्दर अर्थ बुझुच चिया? ନାହିଁ ସାର୍ ନାହିଁ ସାର୍ अच्छा चिया कहले आम क्या करछे चेंको चेंको शब्द जानिछो चेंको? अच्छा ସାର୍ गोटे गोटे लुहा रड टाके नहीं कि लुहा जिनसटा आम कौन करा गरम कर दवा निया रे ताके नहीं कि शरीर रे लगे दवा सेटा काहे कहंती? सेटा जा तार अर्थ सेटा हला बुझला सेई टाइप रे तेणु एठी कौन करिवो सीए साहाय्य करिया पड़ते जेमती आम कौन करछे आम शरीर रे जेमती चिया देले चेंको देले हमको जेमती आघात लागे तेणु सेई भली भाबे सीए तो माने कौन साहाय्य करिवनी कि ता परिवर्ते हमर जो से जो कथा गुको कहबो बा तार जो माने कार्य जो रहइबो तार जो भावना रहइबो से आम प्रति जो तार जो रहइबो व्यवहार से व्यवहार ही गोटे चेंको सदृश हो हला। तापर हमें जिबा जड़ा तेल मेंढा बाळ संपर्क किपरि हमें देखिबा जड़ा तेल मेंढा बाळ के कहबो जड़ा तेल मेंढा बाळ कौन कौन जड़ा तेल मेंढा बाळ संपर्क किपरि? ଅପସନ ବି ଅପସନ କିଣ? ବି आउ किए नाଇଁ ଅତି ନିବିଡ଼ अति निबिड़ वेरी गुड अति निबिड़ मेंढा मेंढा देखी तो ना मेंढा जरा आम जब जड़ा तेल लगेदवा से बढ़िया भाव में लगी तार नहीं कि ता शरीर जो बाल गुड़िक अच्छी लोम गुड़िक जोटा अच्छी से जो जड़ा तेल लगेद बहुत बहुत बढ़िया भाव में लगी तेणु ताकर से बालर बा से जो लोमर एवं लोम एवं जड़ा तेल संपर्क होची अति निबिड़ है। ओके नेक्स्ट जीवा 8 नंबर पदवी रे थिला बेले बंधु माने किपरि माडी आसीबे? पंगपाल परी पिंपुड़ी परी उई परी पानी परी? ପଙ୍ଗପାଲ ପରି ଅପସନ ଏ ପଙ୍ଗପାଲ ପରି ओके बहुत बढ़िया ପଙ୍ଗପାଲ ପଙ୍ଗପାଳ ପରି ओके धन्यवाद। तापर एठी देखिबा 9 नंबर एठी मध्यरु केउ लेखकर एक कालजयी निदर्शन माने ए जो जेतिकुडी अछि लेखा साहित्य जैसे सृष्टि करिसंती ता भितर कोउटा उटी कालजयी निर्देशन नना को बस्तानी दुनिया हालचाल कोश ओके बहुत बढ़िया पूर्णचंद्र ओडिया भाषा कोश ओके बहुत बढ़िया सुंदर उत्तर
लास्ट क्वेश्चन बंधुता बंधन हुगुला हैला परे लेखकंकर केउ जिनसटी बंधुक अख्तियार रे रहिला कण विश्वास होइछि विश्वास ना विश्वास विश्वास हबनी विश्वास विश्वास नहीं कंची 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 बुझो तो कंची ऑप्शन ए ओके हाँ कंची बुझुछ कि नहीं शब्दटा कंची कंची शब्द बुझी होउची नहीं सर चाबी हाँ से जे चाबी। कहला चाबी चाबीर अन्य नाम होउची चाबी। कंची हाँ चाबीर अन्य नाम होउची कंची हैला ओके तेनु तेनु आज जो 10 टी क्वेश्चन दिला समस्त उत्तर देवा लगी प्रयास करछन बहुत बहुत धन्यवाद तेनु गोटे एथरे मु नैची तुमर गृह कार्य नैची जे काम सरीला बंधुता बंधन मध्य हुगुला हैला किंतु कंचीटी बंधुक अख्तियार रे रहिगला ये 16टी तुमे लेखिबो हला कि माने एते केबे भाबरे माने लेखिबो एटी कोन धन जन जस कीर्ति जोटा कि हमर पद पदवी बेले बंधु माने आस्तिले नै कि सेरा को आधार करके लेखिबो ओके लेखिक तुमर शिक्षक को देखिबो श्रेणी जो हमर विषय शिक्षक को देखिबो तो आशा करुच्ची आज आलोचना निश्चय भाव तुम लगी फलप्रद हब एवं यह तुम परीक्षा प्रस्तुति निमंत्रण निश्चित भाव में सहायक हो बोली आशा करुच्ची तेणु आज आलोचना को ये रखा विराम दबा धन्यवाद।